महिमालिक शरण। गुरु ब्रह्मा महिमालिक शरण। गुरु ब्रह्मा महिमालिक शरण। मु श्री अपर्ति महारणा महिमा वास्तु सेवा यूट्यूब चैनल तरफरु आपण मानकु स्वागत जनाई आरंभ करुछि आजिर श्रीमद् भगवत गीतार 16 अध्यायरु किछि नियम विषय रे। गुरुदेवंक पाद पद्मरे शरण जाई आरंभ करुछि। पूर्व कालरू राजा राजुड़ा अमलरू गोटे कथा। गुजराटर सौराष्ट्र बोली एक नगर थाए। सेठिकार महाराजंकर एक पाट हाथी थाए। सेई हाथीटी भारी अमानिया। केवल माहुंत व्यतीत अन्य काहारिकु से पिठी रे बसाई दिए नाही। परे सेई हाथीटी शिकुलिरु फिटिगला। हाथीटी पागला होई एणे सेणे दौड़िता। जहाकू जेउठी पाइला सुंढरे टेकी फिंगी दिए, काहाकू गोड़रे दली मारी दिए। भयरे राज्य सारा चहल पड़ीगला। रजा घर पाट हाथी, ताकू मारिबा अर्थ निज वंश को शूलीरे बसाइबा सहित समान। एणु भयरे समस्ते जिए जुआड़े लुचिले। हाथी उत्पात करुथाए। राजा कानकू एकथा गला। रजा 200 सैनिक पठाइले हाथी को बांधिबा सकाशे, किंतु बांधिबा तो दूरर कथा, ता पाखकू मध्य केही जाई पारिले नाही। हाथीटी दौड़ू थाए। बहु घर मध्य भांगी देलानी। किछि बोल मानु नाही। सेही अंचल रे जणे साधु थांती। से दैनिक गीता पाठ करती। ध्यान धारणा शरण दर्शन आदि करती। स्थाने स्थाने धर्म सभा करी गीतार अर्थ बुझाऊ थांती। सेही दिन संध्या समय साधु स्नान सारी आश्रम को फेरु थांती। हठात हाथीटी सेही दिग को माड़ी आसिला। लोक माने साधु को बारण कले। साधु महाराज पागला हाथी आसुची, लोक मान को मारी देउची, आपण जानतु नाही। साधु कहिला, हाथी ता बाटरे जीव, मु मो बाटरे जीवी। मु जदि आश्रम को न जीवी संध्या करिबी किपरि? साधु ये लोकंकर कथा मानिले नाही। गला से जानिछंती दैवी प्रकृति पाखरे असुर प्रकृति हार मानिब। गीतार 16 अध्याय श्रीकृष्ण अर्जुन को कहिचंती, मनरे क्रोध भाव न आनिबा सकाशे, हिंसा शून्य हेबा, सर्वदा उदास हेब, शांत रहिब, अन्यर मंद चिंता न करिबा, जीव प्रति दया करिबा, धीर स्वभाव हेबा, लोभहीन, लज्जाहीन, धृष्टताहीन, क्षमा गुण, काहार अमंगल चिंता को न करिबा, समस्तंकु समान भावरे देखिबा,
ଏହିଭଳି କର୍ମ ଯିଏ କରେ ସେ ଦେବତା ତୁଲ୍ୟ। ଆଉ ଅସୁର ପ୍ରକୃତିର ଲୋକମାନେ କହନ୍ତି ଯେ ଦେବତା ବୋଲି କେହି ନାହିଁ। ମୋର ଯଦି ଅସୁର ପ୍ରକୃତି ଥିବ ହାତୀ ନିଶ୍ଚୟ ମୋତେ ମାରିଦେବ। ଏ ସହରବାସୀ ଜାଣନ୍ତୁ ହାତୀ ଆଗରେ ମଣିଷ ଅତି ଛୋଟ, କିନ୍ତୁ ଆସୁରିକ ପ୍ରକୃତି ପାଖରେ ଦୈବୀ ଶକ୍ତିର ବଳ ଅଧିକ। ସାଧୁ କାହାରି କଥା ମାନିଲେ ନାହିଁ, ସିଧା ସିଧା ଚାଲିଲେ। ଲୋକମାନେ ଭୟରେ ଥରିବାକୁ ଲାଗିଲେ ଓ କହିଲେ, ଆଜି ଏ ବାବାଜୀ ମଲା ବୋଲି ଜାଣ। ସମସ୍ତଙ୍କୁ ଜ୍ଞାନ ଦେଉଥିଲେ, କିନ୍ତୁ ଆଜି ନିଜେ ଅଜ୍ଞାନୀ ହୋଇଗଲେ। ହାତୀ ବାବାଜୀକୁ ଯେମିତି ଦେଖିଛି ଶୁଣ୍ଢକୁ ଉପରକୁ ଟେକି ଭୀଷଣ ଗର୍ଜନ କଲା। ତାପରେ ବାବାଜୀ ପାଖକୁ ଧାଇଁ ଧାଇଁ ଆସିଲା। ବାବାଜୀର ଅଣ୍ଟାରେ ଶୁଣ୍ଢକୁ ଗୁଡ଼ାଇ ଧରିଲା। ଶୂନ୍ୟ ଶୂନ୍ୟ ବାବାଜୀକୁ ଟେକି ନେଲା। ସମସ୍ତେ ହାହାକାର କରୁଛନ୍ତି, ବିକଳରେ କ୍ରନ୍ଦନ କରୁଛନ୍ତି। ହାତୀ କିନ୍ତୁ ଶୁଣିବାରେ ନାହିଁ। ହାତୀ ସେହିପରି ଟେକି ଟେକି ଖୁବ୍ ଜୋରରେ ଦୌଡ଼ିଲା। ତା ପଛେ ପଛେ 200 ସୈନିକ ଓ ଗ୍ରାମବାସୀ ଦୌଡ଼ୁଥାନ୍ତି। ହାତୀ ସିଧା ଯାଇ ରାଜଉଆସରେ ପହଞ୍ଚିଲା। ରାଜଉଆସରେ ବାବାଜୀକୁ ତଳକୁ ଓହ୍ଲାଇ ଦେଇ ପ୍ରଥମେ ଶୁଣ୍ଢକୁ ଜାକି ଗର୍ଜନ କଲା ଓ ପରେ ଆଣ୍ଠୋଇ ପଡ଼ି ଶୁଣ୍ଢକୁ ତଳେ ଲଗାଇ ମୁଣ୍ଡିଆ ମାରିଲା। ପୁଣି ଉଠି ଶୁଣ୍ଢକୁ ଉପରକୁ ଟେକି ଖୁବ୍ ଜୋରରେ ଗର୍ଜନ କଲା। ରାଜା ଉଆସରେ ପହଞ୍ଚିଲା ପରେ ମହାରାଜ ଖବର ପାଇଗଲେ ହାତୀ ଜଣେ ବାବାଜୀକୁ ଟେକି ଆଣିଛି। ଯେତେ ହାତୀ ସବୁ ରାଜଉଆସରେ ଥିଲେ, ଏ ହାତୀର ଗର୍ଜନରେ ସମସ୍ତେ ଏକ ସ୍ୱରରେ ଗର୍ଜନ କଲେ। ଗଗନ ପବନ ହାତୀଙ୍କର ଗର୍ଜନରେ ପ୍ରକମ୍ପିତ ହୋଇ ଉଠିଲା। ଧୀରେ ଧୀରେ ହାତୀଟି ପଛକୁ ଘୁଞ୍ଚି ଆସି ଆଗ ଗୋଡ଼ ସନ୍ଧିରେ ଘୋଡ଼ ପାହାଡ଼କୁ ପୂରେଇ ଛିଡ଼ା ହେଲା। ଏ ବିଷୟ ସବୁ ଦେଖି ମହାରାଜ ଆଶ୍ଚର୍ଯ୍ୟ ଓ ବୋକା ମଧ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା? 200 ସୈନିକ ଯାହାକୁ ଧରି ପାରିଲେ ନାହିଁ, ଏ ସାଧୁ କଥାରେ ସେ କିପରି ଶାନ୍ତ? ଓ ସାଧୁଙ୍କୁ ପଚାରିଲେ, ଏହା କିପରି ସମ୍ଭବ ହେଲା? ସାଧୁ କହିଲେ, ଏହା ଶ୍ରୀମଦ୍ ଭାଗବତ ଗୀତାର 16 ଅଧ୍ୟାୟର କରାମତି। ଏହା 8ମ ଶ୍ଲୋକରୁ 24 ଶ୍ଲୋକ ମଧ୍ୟରେ ଅଛି। ଅଲେଖ ଭଜ ନର ନାରୀ ମାୟା ସଂସାରୁ ଜୀବ ତରି। ମୋର କୌଣସି କରାମତି ନାହିଁ। ହଁ, ନିଷ୍ଠାର ସହିତ ନିୟମମାନ ମାନି ଚଳିବାକୁ ହେବ। ସର୍ବଦା ସତ୍ୟରେ ଚାଲିବ, ଅନ୍ୟର ମଙ୍ଗଳ ଚିନ୍ତା କରିବ, ଜୀବ ପ୍ରତି ଦୟା କରିବ, କାହାରି ପ୍ରତି ହିଂସା କରିବ ନାହିଁ। ଏହା ଯଦି କରିପାରିବ, ଆପଣ ସମସ୍ତଙ୍କୁ ଆୟତ କରିପାରିବେ। ଏବେକାର ମନୁଷ୍ୟ ଭାବୁଛନ୍ତି ଈଶ୍ୱର ନାହାନ୍ତି। ଈଶ୍ୱର କିଏ? ଆମ ପିଲାଙ୍କୁ ଆମେ ତିଆରି କରିଛୁ।
ଭଗବାନ କିପରି ତିଆରି କଲେ? ଭଗବାନଙ୍କୁ କିଏ ଦେଖିଛ? ସେମାନେ ନିଜ ଶକ୍ତିକୁ ଭଗବାନ ବୋଲି ଭାବୁଛନ୍ତି। କହୁଛନ୍ତି ମୋ ଦେହରେ ଶକ୍ତି ଅଛି ବୋଲି ମୁଁ ଏସା କରିପାରୁଛି ତେସା କରିପାରୁଛି। ଆଉ କେତେକ ନାସ୍ତିକ କହୁଛନ୍ତି ଭଗବାନ ଭଗବାନ କିଛି ନାହାନ୍ତି, ମାନବ ସେବା ହିଁ ମାଧବ ସେବା। ମୁଁ କେଉଁ ଭଗବାନ ବୋଲି ମାନେ ନାହିଁ, କିନ୍ତୁ ସେମାନେ ବୁଝିବା ଦରକାର ସେ ଯାହା କରୁଛନ୍ତି କାହା ବଳରେ କରୁଛନ୍ତି। ଏହା ଗଲା ସାଧାରଣ ଜଗତ ଭଗତଙ୍କ କଥା। ଏହାପରେ ସାଧୁମାନଙ୍କ କଥା ଶୁଣନ୍ତୁ। ଯେଉଁ ସାଧୁ କହୁଛନ୍ତି ଏହିପରି ନିୟମ ମାନନ୍ତୁ, ଧର୍ମ ହେବ, ଜୀବନରୁ ମୁକ୍ତି ମିଳିବ, ସେହି ସାଧୁମାନେ କିନ୍ତୁ ମାନୁନାହାନ୍ତି। ଏହା ପୁଣି ସବୁ ସାଧୁ ନୁହନ୍ତି। 100 ଜଣରେ ଯଦି ଜଣେ ଏହିପରି ହେବେ, ତେବେ ଆଉ 99 ଜଣ ସାଧୁ ବଦନାମୀ ହେବେ। ଯେପରି ଅମୃତ ଭାଣ୍ଡରେ ବୁନ୍ଦାଏ ବିଷ ପଡ଼ିଗଲେ ତାହା ବିଷରେ ପରିଣତ ହୋଇଯାଏ। ସାଧୁ ଜଣକ କହିଲେ, ହେ ମହାରାଜ, ଆପଣ ଶ୍ରୀମଦ୍ ଭାଗବତର 16 ଅଧ୍ୟାୟ ପାଠ କରନ୍ତୁ। ତହିଁରେ ମନୁଷ୍ୟ ଓ ଅସୁର କିଏ, ମନୁଷ୍ୟ କିଏ ଆପଣ ଜାଣିପାରିବେ। ଦେଖନ୍ତୁ, ଦୈବୀ ଶକ୍ତି ପାଖରେ ସର୍ବଦା ଆସୁରିକ ଶକ୍ତି ହାର ମାନିବ ହିଁ ମାନିବ। ଏହା ନ କରି ଅଯଥାରେ ସାହସ କରି ବିପଦକୁ ବରଣ କରନ୍ତୁ ନାହିଁ। ଏହା ଶୁଣି ମହାରାଜ ରାଜ୍ୟରେ ଡେଙ୍ଗୁରା ମାଧ୍ୟମରେ ପ୍ରଚାର କଲେ। ସମସ୍ତେ ଗୀତା ପାଠ କରିବାକୁ ମହାରାଜ ଆଦେଶ ଦେଲେ। ମୁଁ ଆଜି ଏତିକିରେ ରହିଲି। ପୁଣି ଦେଖା ହେବ ଆଉ ଏକ ଅଧ୍ୟାୟରେ। ଆଜି ସମୟ ହୋଇଗଲାଣି, ସମୟ ନିର୍ଦ୍ଦେଶ ଦେଲାଣି। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ ଶରଣ ଶରଣ।